ଦିନିକିଆରୁ ଡେଭିଡ୍ ୱାର୍ଣ୍ଣରଙ୍କ ଅବସର ଘୋଷଣା। ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଚ୍ୟାନେଲକୁ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ଘଣ୍ଟି ଚିହ୍ନରେ ଦବାଇ ଦିଅନ୍ତୁ। ତେବେ ସୂଚନା ଅନୁସାରେ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ବ୍ୟାଟର ଡେଭିଡ୍ ୱାର୍ଣ୍ଣର। ତେବେ ପୂର୍ବରୁ ଟେଷ୍ଟରୁ ଅବସର ଘୋଷଣା କରିସାରିଛନ୍ତି। ତେବେ 37 ବର୍ଷୀୟ ୱାର୍ଣ୍ଣର ଆସନ୍ତା ବୁଧବାର 3 ତାରିଖ ଠାରୁ ହୋମ୍ ଟାଉନ୍ ସିଡନୀରେ ପାକିସ୍ତାନ ବିପକ୍ଷରେ କ୍ୟାରିୟରର ଶେଷ ଟେଷ୍ଟ ଖେଳିବା ପୂର୍ବରୁ ସେ ଦିନିକିଆରୁ ମଧ୍ୟ ଅବସର ଘୋଷଣା କରିଛନ୍ତି। ତେବେ 2025 ଚାମ୍ପିୟନ ଟ୍ରଫି ପାଇଁ ସେ ଉପଲବ୍ଧ ଥିବା କହିଛନ୍ତି। ଯଦି ଦଳ ତାଙ୍କ ଆବଶ୍ୟକତା ଅନୁଭବ କରେ ତାହେଲେ ସେ ଉପଲବ୍ଧ ରହିବେ ବୋଲି କହିଛନ୍ତି। ସେହିପରି ୱାର୍ଣ୍ଣର ଟି20ରେ ଖେଳ ଜାରି ରଖିବେ। ତେବେ ୱାର୍ଣ୍ଣର 2009ରେ ଦିନିକିଆରେ ଡେବ୍ୟୁ କରିଥିଲେ। ତା ପରଠାରୁ ସେ ନିୟମିତ ଭାବେ ଦଳର ଦିନିକିଆ ଟିମ୍ରେ ସ୍ଥାନ ପାଇ ଆସିଥିଲେ। 2015 ଓ 2023ରେ ଅଷ୍ଟ୍ରେଲିଆ ବିଶ୍ୱକପ୍ ଜିତିବା ବେଳେ ଏଥିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତେବେ 161 ଦିନିକିଆ ମ୍ୟାଚ୍ ଖେଳିଥିବା ୱାର୍ଣ୍ଣର 45.30 ହାରରେ 6,932 ରନ୍ କରିଥିବା ବେଳେ ତାହା ମଧ୍ୟରେ ରହିଛି 22ଟି ଶତକ ଓ 33ଟି ଅର୍ଦ୍ଧଶତକ। ସେହିଭଳି 111ଟି ଟେଷ୍ଟ ଖେଳିଥିବା ୱାର୍ଣ୍ଣର 203 ଇନିଂସରୁ 8,695 ରନ୍ କରିଛନ୍ତି। ତେବେ 84.6 ହାରରେ ସେ ଏହି ରନ୍ ସଂଗ୍ରହ କରିଛନ୍ତି। ଟେଷ୍ଟରେ ସେ 26ଟି ଶତକ ଓ 36ଟି ଅର୍ଦ୍ଧଶତକ ମାରିଛନ୍ତି। ସେ ତାଙ୍କ କ୍ୟାରିୟର 112ତମ ତଥା ଶେଷ ଟେଷ୍ଟ ପାକିସ୍ତାନ ବିପକ୍ଷରେ ଆସନ୍ତା ବୁଧବାର ଠାରୁ ଖେଳିବେ। ବ୍ୟୁରୋ ରିପୋର୍ଟ, ଓଡି କ୍ରିକେଟ ନ୍ୟୁଜ୍।